सिखाते हैं, उन्हें शिक्षा देते हैं, अपने साथ बैठाते हैं, जैसे अपने कपड़ा पहने वैसे पहनते हैं, सेम टेबल पे बैठा के छुरी चम्मच से खाना खिलाते हैं। प्रेज लॉर्ड प्रभु को मान धन्यवाद हो प्रभु केते अनुग्रह कले आते पुनराय आपण सम्मुखରେ ଈଶ୍ୱରଙ୍କ ବାକ୍ୟ କରିବା ସୁଯୋଗ ଦେଲେ ସେଥିପାଇଁ ଈଶ୍ୱରକୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତଙ୍କର ପ୍ରେଜ ଲର୍ଡ ଆଜି ଆମେ ଦେଖିବା ଇଶାୟ 50 ଅଧ୍ୟାୟ 4 ପଦ ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରିପାରିବି ଏଥିପାଇଁ ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଯିବା ଦେଇ ଅଛନ୍ତି। ସେ ପ୍ରତି ପ୍ରଭାତରେ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି। ପ୍ରଭୁ ଏପରି ତ ବାକ୍ୟ କରି ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଠି ଆମେ ଦେଖିଲୁ ଯେ ଶିକ୍ଷିତ ଲୋକଙ୍କର ଶୁଣିବା ଏବଂ ଅଶିକ୍ଷିତ ଲୋକମାନଙ୍କର ଶୁଣିବା ଭିତରେ ପାର୍ଥକ୍ୟ। ଯେଉଁମାନେ ଗାଲୁଆ ହେଇକି ରୁହନ୍ତି ସେମାନେ ଅଶିକ୍ଷିତ ପରି, ଶିକ୍ଷିତ ହେଲେ ବି ତାଙ୍କର ଲାଭ ନାହିଁ। କିନ୍ତୁ ଯେଉଁମାନେ ପ୍ରଭାତରେ ଉଠିକି ଯେଉଁମାନେ ଶିକ୍ଷିତ ଲୋକଙ୍କ ପରି ମାନେ ଜୀବନଯାପନ କରୁଛନ୍ତି ସେମାନେ ପାଠ ପଢ଼ିନଥିଲେ ବି ସେମାନେ ହେଉଛନ୍ତି ଯେ ଈଶ୍ୱରଙ୍କର ସନ୍ତାନ ସନ୍ତତି। ଯେତେବେଳେ ଯୀଶୁ ପୃଥିବୀରେ ଥିଲେ ସେତେବେଳକୁ କହିଲେ ଯିଏ ମୋର ବାକ୍ୟ ପାଳନ କରେ ସେ ମୋର ବାପା ଓ ମା ଓ ଭାଇ ଓ ଭଉଣୀ। ଆମେ ଯଦି ଯେତେ ଲୋକ ଆମେ ଈଶ୍ୱରକୁ ଜାଣିଅଛୁ ସେମାନେ ଯଦି ବା ଆମେ ଏଜୁକେସନ୍ ନାହିଁ ତଥାପି ଆମେ ଡରିବାର କୌଣସି ଆବଶ୍ୟକ ନାହିଁ। କାହିଁକି ଯେହେତୁ ଆମେ ଭଲରେ ଜାଣିବା ଦରକାର ଆମର ପ୍ରଭୁ ମଧ୍ୟ ଏଜୁକେଟେଡ଼ ନୁହନ୍ତି। ସେ ମଧ୍ୟ ପାଠ ପଢ଼ିନଥିଲେ ଶାସ୍ତ୍ର କହୁଛି। ଆଉ ସେ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ଲୋକମାନେ ତାକୁ କହୁଛନ୍ତି ସେ କି ପ୍ରକାର ପଣ୍ଡିତ ହେଲା। କେବଳ ପଣ୍ଡିତ ହେବାର କେବଳ ଗୋଟିଏ ହେଉଛି ପ୍ରାର୍ଥନା, ଗୋଟିଏ ହେଉଛି ପ୍ରାର୍ଥନା ଯାହାକି ଖ୍ରୀଷ୍ଟିଆନ ଲୋକମାନଙ୍କର ମେରୁଦଣ୍ଡ ବୋଲି ଯାହାକୁ କୁହାଯାଉଛି। ସେଥିପାଇଁ ଯେତେବେଳେ ଯୀଶୁ ପୃଥିବୀରେ ଥିଲେ ସେତେବେଳକୁ ସେମାନେ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି ଯୁହୁଦୀମାନେ ଯୋହନ 7 ଅଧ୍ୟାୟ 15 ପଦରେ ଏଥିରେ ଯୁହୁଦୀମାନେ ଚମତ୍କୃତ ହୋଇ କହିଲେ ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା। ଏ ପାଠ ନ ପଢ଼ି କି ପ୍ରକାର ପଣ୍ଡିତ ହେଲା। ଏ ପାଠ ନ ପଢ଼ିକି ପଣ୍ଡିତ ହେବାର ଗୋଟେ କାମ ହେଉଛି ତାହାଙ୍କ ଚରଣ ତଳେ ଉପବାସ ପ୍ରାର୍ଥନା କରିବେ, ତାହେଲେ ଈଶ୍ୱର ଆପଣଙ୍କର ଜ୍ଞାନ ଖୋଲିଦେବେ ଏବଂ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରିବେ। ସେଥିପାଇଁ ଯୀଶୁ ଯେତେବେଳେ ଈଶ୍ୱରଙ୍କ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଲେ ସେ କ'ଣ କଲେ, ପ୍ରଥମେ ଯେତେବେଳେ ଜଳ ଦୀକ୍ଷା ନେଲେ ଏବଂ ଯେତେବେଳେ ସେଠୁ ଆସିଲା ପରେ ତାକୁ କିଏ କହିନାହାନ୍ତି ତୁମେ ଯାଅ 40 ଦିନ ଉପବାସ କର ବୋଲିକି। କିନ୍ତୁ ସେ ଦେଖିଲେ ବ୍ୟବସ୍ଥାର ଯେ ମଉସା ଯେତେବେଳେ ଯାଇକି ପର୍ବତରେ ଯାଇକି 40 ଦିନ ଲାଖ ଉପବାସ ରହିକି ପରମେଶ୍ୱର ନିକଟରେ ରହିକି ସେ ଈଶ୍ୱରଙ୍କର ତାର ଯେ ଯାହା ବାଣୀ ନେଇକି ଆସୁଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କୁ କହୁଥିଲେ ସେଇଟାକୁ ସେ ସ୍ମରଣ କରି ସେ ନିଜେ ମଧ୍ୟ ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା ପୂର୍ବରୁ ସେ ନିଜେ ଗଲେ ଏବଂ ସେଠି ଈଶ୍ୱର ତାହା ଚାଳନ ଦେଲେ, ପ୍ରେରଣା ଦେଲେ। 3 ବର୍ଷ 6 ମାସ ଆମକୁ ଶିକ୍ଷା ଦେଇ ଯାଇଛନ୍ତି। ସେଥିପାଇଁ ଆଜି ପର୍ଯ୍ୟନ୍ତ ଯେଉଁ ବନ୍ଧୁମାନେ ଆଜି ପର୍ଯ୍ୟନ୍ତ ଗୋଟେ ଉଡ଼େ କିମ୍ବା ଗୋଟେ ଦିନ ଉପବାସ ରହିବା ପାଇଁ ଡରୁଛନ୍ତି ସେମାନଙ୍କୁ ଏଇ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଆପଣ ଚେତନା ଦେବାକୁ ଚାହେଁ ଯେ ଆପଣମାନେ ଉପବାସ ପ୍ରାର୍ଥନା କରିବାକୁ ଆରମ୍ଭ କରନ୍ତୁ। ଈଶ୍ୱରଙ୍କ ନିକଟରେ ନିଜକୁ ଭାଙ୍ଗନ୍ତୁ ଏବଂ ତାହାଙ୍କଠାରୁ ଆଶୀର୍ବାଦ ପାଇବାକୁ ଚେଷ୍ଟା କରନ୍ତୁ। ଏବଂ ତାଙ୍କ ପ୍ରତିଜ୍ଞା ଅନ୍ୟତା ନୁହେଁ, ତାଙ୍କର କହିବା ଅନ୍ୟତା ନୁହେଁ। ସେ କହିଛନ୍ତି ଯଦି ତୁମର ପୁଅ ଖରାପ ଲୋକ ହେଲେ ମଧ୍ୟ ସେ ତୁମ ପୁଅକୁ ମାନେ ମାଛ ମାଗିଲେ ତୁମ ଅନ୍ୟଟା ଦେବ କି? କିନ୍ତୁ ତୁମ ପୁଅକୁ ଯେଉଁଟା ମାଗିବ ତାହା ତୁମେ ଦେଇଥାଅ। ଠିକ୍ ସେ ପ୍ରକାରେ ତୁମେ ଯଦି ତାହାଙ୍କ ଚରଣ ତଳେ ନିଜକୁ ଭାଙ୍ଗିବ, ନିଜକୁ ସମର୍ପଣ କରିବ, ନିଜକୁ ତୁମେ ଉତ୍ସର୍ଗ କରିବ, ତାହେଲେ ସେ କେତେ ଅଧିକ ମାତ୍ରାରେ ପବିତ୍ର ଆତ୍ମା ନ ଦେବେ। ସେ ଅଧିକ ଆପଣଙ୍କୁ ପ୍ରେମ କରନ୍ତି, ସେ ପବିତ୍ର ଆତ୍ମା ଦେବେ। ତାଙ୍କର ପ୍ରତିଜ୍ଞା ଅଟଳ, ସତ୍ୟ ଏବଂ ଜୀବନ୍ତ। ସେଥିପାଇଁ ଆପଣମାନେ ଆଜି ପର୍ଯ୍ୟନ୍ତ ଯେଉଁମାନେ ଆତ୍ମା ବିହୁନେ ଯେଉଁମାନେ ପ୍ରଚାର କରୁଛନ୍ତି, ଆତ୍ମା ପାଇନାହାନ୍ତି, ପବିତ୍ର ଆତ୍ମା ପାଇନାହାନ୍ତି କିମ୍ବା ପବିତ୍ର ଆତ୍ମାଙ୍କର ସ୍ପର୍ଶ ତ ପାଇନାହାନ୍ତି, ସେମାନଙ୍କୁ ଅନୁରୋଧ କରୁଅଛି ଆପଣମାନେ ନିଜକୁ ସମର୍ପଣ କରନ୍ତୁ, ପ୍ରାର୍ଥନା କରନ୍ତୁ, ଉପବାସ କରନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଭାବରେ ତାଙ୍କ ବା ଯୀଶୁ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଭାବରେ ଆତ୍ମା ଦେବେ। ସେଥିପାଇଁ ସେ ଇଶାୟ 50ର 10 ପଦରେ ଆମେ ଦେଖୁ ଯେ ସଦାପ୍ରଭୁଙ୍କୁ ଭୟ କରେ
ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ। ତୁମମାନଙ୍କ ମଧ୍ୟରେ ଏପରି କିଏ ଅଛି ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ଦେଉ। ସେଥିପାଇଁ ମୋର ଅନୁରୋଧ ଯେ ଯେଉଁମାନେ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରିନାହାନ୍ତି କିମ୍ବା ଆପଣମାନେ ଆଜି ପର୍ଯ୍ୟନ୍ତ ତାଙ୍କ ଉପରେ ନିର୍ଭର କରିନାହାନ୍ତି, ତାହେଲେ ଆପଣମାନେ ତାଙ୍କ ଉପରେ ନିର୍ଭର ରଖନ୍ତୁ ଏବଂ ତାଙ୍କୁ ବିଶ୍ୱାସ କରନ୍ତୁ। ଆଶ୍ଚର୍ଯ୍ୟ ଭାବରେ ଈଶ୍ୱରଠାରୁ ଆଶୀର୍ବାଦ ପାଇବେ। ଏ ଅଳ୍ପ ଶିକ୍ଷା ଉପରେ ଈଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର।